ଏତେ ପାଗ ଖରାପ ଥିଲେ ମଧ୍ୟ ବର୍ଷା ହେଲା, କିନ୍ତୁ ମୁଁ ବହୁତ କୃତଜ୍ଞ ଅଟେ ଯେ ଆପଣମାନେ ଆଉ ଥରେ ଅପେକ୍ଷା କରି ଏଠିକୁ ଆସିଲେ, ବସିଛନ୍ତି ଆଉ ଆମର ପ୍ରୋଗ୍ରାମକୁ ଦେଖିବା ପାଇଁ ଆସିଛନ୍ତି। ତ ମୁଁ ଆଶା କରୁଛି ଯେପରି ଆପଣ ସମସ୍ତେ ଏ ପ୍ରୋଗ୍ରାମକୁ ନେଇକି ଉପଭୋଗ କରିବେ। ତ ଏଇଟା ପ୍ରୋଗ୍ରାମ ଇଷ୍ଟର କାଣ୍ଟାଟା ଏଇଟା ହେଉଛି ଗୋଟେ ବହୁତ ଆତ୍ମିକ ଗୀତିନାଟ୍ୟ ବା ନାଟକ, ଯାହାକି 2026 ବର୍ଷ ପୂର୍ବରୁ ଘଟିଥିବା ସତ୍ୟ ଘଟଣା, ଯାହାକି ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଆଉ ଯୀଶୁଙ୍କର ପୁନରୁତ୍ଥାନକୁ ନେଇକି ଆମମାନେ ଘଟିଥିବା ସମସ୍ତ ବିଷୟକୁ ବାସ୍ତବିକ ଭାବରେ ଡ୍ରାମା ମାଧ୍ୟମରେ ବା ଅଭିନୟ ମାଧ୍ୟମରେ ଏଇଟା ଦେଖାଉଛୁ। ଆଉ ୟା ଦ୍ୱାରା ଅନେକ ଗୁଡ଼ିଏ ଲୋକଙ୍କର ମନରେ, ଅନେକ ଗୁଡ଼ିଏ ଲୋକଙ୍କ ହୃଦୟରେ ହତାଶରୁ, ନିରାଶରୁ, ଦୁଃଖ କଷ୍ଟ ସମସ୍ୟାରୁ ପରିବର୍ତ୍ତନ ହେଇ ସେମାନଙ୍କର ହୃଦୟରେ ଆଶାର ଆଉ ଖୁସିର ଆନନ୍ଦର ମନକୁ ଝରି ଉଠୁଛି। ତ ବିଶେଷ ତ ମୁଁ କିଛି କହିପାରିବିନି ସମୟର ଅଭାବ ଯୋଗୁଁ, କିନ୍ତୁ ପ୍ରଥମେ ଚାଲନ୍ତୁ ଆମମାନେ ଯଦି ସ୍କ୍ରିନ୍ରେ ଦେଖାଇ ପାରିବେ, ଆମେ ପ୍ରଭୁଙ୍କ ବାକ୍ୟ ଗୁଡ଼ିକ ଦେଖିବା। ରମ୍ୟ ପୁସ୍ତକ 4 ପର୍ବ, ରମ୍ୟ ପୁସ୍ତକ 4 ପର୍ବ ଆମେ 2 ପଦ 3 ପଦ 4 ପଦ 5 ପଦକୁ ଦେଖିବା। ରମ୍ୟ ପୁସ୍ତକ 4 ପର୍ବ ଆମେ ସମସ୍ତେ ମିଶିକି ପଢିବା, ଠିକ ଅଛି? ଆପଣମାନେ ଓଡ଼ିଆ ଜାଣିଛନ୍ତି ନା ନାଇଁ? ଜାଣିନାହାନ୍ତି? ହଉ ଠିକ ଅଛି, ଆମେ ସମସ୍ତେ ମିଶିକି ପଢିବା। ଚାଲନ୍ତୁ ପ୍ରଥମେ ଆମେ 2 ପଦକୁ ଦେଖିବା। କାରଣ, ମୋର ପାଳି ଧରନ୍ତୁ। କାରଣ ଅବ୍ରାହମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ଲାଗୁନି ଆଜି ଆପଣ ଲଞ୍ଚ ଖାଇଛନ୍ତି? ଆଜି ଖାଇଛନ୍ତି ନା ନାଇଁ? ନାଇଁ, ମୋତେ ବହୁତ ଭୋକ ଲାଗୁଛି, ମୁଁ ଆଜି ଖାଇ ନାହିଁ। ନ ଖାଇବାର ସ୍ୱରରେ କହୁଛନ୍ତି। ତ ଚାଲନ୍ତୁ ପ୍ରଭୁଙ୍କ ବାକ୍ୟ ପଢୁଛୁ। ଆମେ ସାହିତ୍ୟ ନାହିଁ, ଭୂଗୋଳ ନାହିଁ, ବିଜ୍ଞାନ ନାହିଁ, କ'ଣ ପଢୁଛୁ? ଈଶ୍ୱରଙ୍କ ଜୀବନ୍ତ ବାକ୍ୟ। ତ ଆମେ ଚାଲନ୍ତୁ ବଡ଼ ପାଟିରେ ପଢିବା ଆଉ ଥରେ। କାରଣ ଅବ୍ରାହମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି, କିନ୍ତୁ ଈଶ୍ୱରଙ୍କ ନିକଟରେ ନୁହେଁ। 3 ପଦ, କାରଣ ଶାସ୍ତ୍ର କ'ଣ କୁହେ? ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା। 4 ପଦ, ଯେ କର୍ମ କରେ ତାହା ପକ୍ଷରେ ତାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେହ ବୋଲି ଗଣିତ ହୁଏ। କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କ ଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ମତେ ସ୍ପଟଲାଇଟ୍ ଦିଅନ୍ତୁ ନାହିଁ, ମୁଁ ଟିକେ ଆମର ବସିଥିବା ଭାଇ ଭଉଣୀ ଦେଖିବାକୁ ଚାହୁଁଛି। ମୁଁ ଇମ୍ପୋର୍ଟାଣ୍ଟ ଲୋକ ନାହିଁ। ତ ଭାଇ ଭଉଣୀ ମାନେ, ଆଜି ଆମେ ବହୁତ ସର୍ଟଲି ଏ ମେସେଜକୁ ମୁଁ କହିବାକୁ ଚାହୁଁଛି। ବହୁତ ଦିନ ପୂର୍ବରୁ ସେଇଠି ଗୋଟେ ପରିବାର ଭିତରେ ବାପା ଓ ପୁଅ 2 ଜଣ ଥିଲେ। ତ ବାପା ପୁଅ ଭିତରେ ଗୋଟେ ରାତିରେ ସାରା କଥାବାର୍ତ୍ତା କଲେ। ବାପା କହିଲେ, ପୁଅ ଆସନ୍ତାକାଲି ସକାଳେ ମୁଁ ତୋତେ ଗୋଟେ ଜାଗାକୁ ନେବା ପାଇଁ ଚାହୁଁଛି, ନିଷ୍ପତ୍ତି ନେଇଛି, ତେଣୁକରି ତୁ ପ୍ରସ୍ତୁତ ହବ ଭୋର ସକାଳ ଉଠିକି। ତ ବାପାଙ୍କର ମନରେ ଗୋଟେ ଚିନ୍ତା ଥିଲା, ଯୋଜନା ଥିଲା, ପ୍ଲାନ୍ ଥିଲା, ପୁଅକୁ କିଛିଟା ବିଷୟକୁ ଶିଖାଇବା ପାଇଁ। ତ ପ୍ରତ୍ୟେକ ବାପା ମା ଚାହାନ୍ତି ନିଜ ପିଲାମାନଙ୍କୁ ବହୁତ ବଡ଼ ମଣିଷ ବନେଇବା ପାଇଁ। ଏଠି ଯେତେ ମଧ୍ୟ ବାପା ମା ବସିଛନ୍ତି, ଆପଣମାନେ ଚାହାନ୍ତି, ଆପଣଙ୍କର ହୃଦୟରେ ନିହାତି ଇଚ୍ଛା ଥିବ ଯେ ଆମଠୁ ଅଧିକ ଆମ ପିଲାମାନେ ଉନ୍ନତି ହୁଅନ୍ତୁ, ଆଉ ଡେଭଲପ୍ ହୁଅନ୍ତୁ, ଆଉ ସଫଳତାକୁ ପାଆନ୍ତୁ। ଠିକ୍ ସେଇଠି ଭାବରେ ଏ ବାପା ମଧ୍ୟ ଚାହୁଁଛନ୍ତି ଯେ ମୋ ପୁଅକୁ ମୁଁ ବହୁତ ବଡ଼ ମଣିଷ ବନେଇବି, ଆଉ ବହୁତ ବୁଦ୍ଧିମାନ ଯେପରି ହେବ, ଜ୍ଞାନୀ ହେବ, ଆଉ ତାର ଜୀବନରେ ଯେପରି ସେ ସଫଳତାକୁ ପାଇବ। ଆସନ୍ତାକାଲି ସକାଳକୁ ମୋ ବାପା ମୋତେ କୁଆଡ଼େ ନେଇକି ଯିବେ, କ'ଣ ଶିଖେଇବେ, ପୁଅ କିଛି ବି ଜାଣିନାହିଁ। ସକାଳ ହେଲା, ବାପା କହିଲେ ଚାଲ ଆମେ ଉଠିକି ଯିବା ଯାତ୍ରାକୁ। ତ ପୁଅ ଭାବୁଥିଲା ବାପା ମୋତେ ବଜାରକୁ ନେଇଯିବେ, ନହେଲେ ମୋତେ ସିନେମା ହଲ୍କୁ ନେଇଯିବେ, ବାପା ମୋତେ ଇଆଡ଼େ ସିଆଡ଼େ କୁଆଡ଼େ ନେଇଯିବେ କହିକି ତାର ଚିନ୍ତାରେ ସେ ଭାବୁଥିଲା। ବାପା ତାକୁ କୁଆଡ଼େ ନେଇକି ଗଲେ ଜାଣିଛନ୍ତି ଭାଇ ଭଉଣୀ ମାନେ? ଗୋଟେ ମରୁଭୂମି ଭିତରେ ପ୍ରବେଶ କରାଇଲେ। ଆପଣମାନେ କେବେ ମରୁଭୂମି ଦେଖିଛନ୍ତି କି? ମୁଁ ମରୁଭୂମି ଦେଖିଛି, ହାତ ଟେକନ୍ତୁ। ଟିଭିରେ ବି ଦେଖିନାହାନ୍ତି? ହଁ, ଟିଭିରେ ବି ଦେଖିଛୁ। ଏନି ହଁ ଦେଖିଛନ୍ତି କି ନ ଦେଖିଛନ୍ତି,
ମରୁଭୂମିରେ କ'ଣ ଥାଏ? ବହୁତ ଗୁଡେ ପାଣି ଥାଏ, ନାଇଁ? ମରୁଭୂମିରେ କ'ଣ ଥାଏ? ମରୁଭୂମିରେ ଖାଲି ବାଲି ଥାଏ। ତ ଯେତେବେଳେ ବାପା ଆଉ ପୁଅ ମିଶିକି ଯାଉଛନ୍ତି, ଚାଲି ଚାଲି ଗଲା ସମୟରେ କିଛି ବାଟ ଗଲା ପରେ ପୁଅ କହିଲା ବାପାକୁ, ବାପା କ'ଣ ଶିଖେଇବ ତମେ ଏ ମରୁଭୂମିରେ ମତେ? ମତେ ଲାଗୁଛି, ମତେ ବହୁତ ଶୋଷ ଲାଗୁଛି, ଆଉ ପାଣି ବି ସରି ଆସିଲାଣି। ଆଉ ଯଦି ପାଣି ସରିଗଲା, ଆମେ ଯେତିକି ବାଟ ଆସୁଛୁ ଫେରିଲା ସମୟରେ ଆମେ ପାଣି ପାଇବାନି, ତ ଆମେ ମରିଯିବା। ବାପା କହିଲେ ନାଇଁ, କିଛି ହବ ନାହିଁ, ତୁ ଚାଲି ଆଉଥରେ ଯିବା, ଆମେ ଆଗକୁ ଯିବା, ଆମର ଆଗକୁ ଲକ୍ଷ୍ୟସ୍ଥଳ ଅଛି। ବାପା କାହିଁ ବୁଝୁନ ତମେ? ଆଗକୁ ଗଲେ ଖାଲି ବାଲି ଦେଖା ହଉଛି। ଆରେ ଆଗକୁ ଯିବାର ଅର୍ଥ ହଉଛି ଆମର ମୃତ୍ୟୁକୁ ଆଲିଙ୍ଗନ କରିବାର ଅର୍ଥ। କିନ୍ତୁ ବାପା ପୁଅ କହିଲେ ନାଇଁ, ଉଠ ଚାଲ। ତ ପୁଅ ବାପାଙ୍କ କଥା ଶୁଣିକି ଆଉଥରେ ଚାଲି ଚାଲି ଆରମ୍ଭ। କିଛି ସମୟ ଗଲା ପରେ ପୁଅ ହଠାତ୍ ତଳେ ବସିଗଲା, କହିଲା ବାପା ମୋର ଆଉ ସକ୍ଷମ ନାହିଁ, ମୋ ପାଖରେ ଆଉ ପାୱାର ନାହିଁ ଚାଲିବା ପାଇଁ। ଦେଖ ପାଣି ସବୁ ସରିଗଲା, ଆଜି କାହିଁକି ତ ମତେ ମୃତ୍ୟୁ ମୁଖରେ ଛାଡିବା ପାଇଁ ଆଣିଛ ଏଠିକୁ? କାହିଁକି ତ ବୁଝୁନ, ଏଠି କ'ଣ ଶିଖିବି ମୁଁ? ଅଲରେଡି ମୋର ଶରୀର ଭିତରେ ସବୁ ଜଳୀୟ ଅଂଶ ସରିଗଲାଣି, ମୋର ପାୱାର ନାହିଁ, ଆଉ କଥା ହେବା ପାଇଁ ମୋର ଶକ୍ତି ନାହିଁ। କିନ୍ତୁ ବାପା କହିଲେ ନାଇଁ, ଆହୁରି ଆଉ ଟିକେ ଅଧିକ ଯିବା, ଆଉ ଆଗକୁ ଗଲେ ଆମେ ପାଣି ପାଇବା। ପୁଅ ବାପାଙ୍କର କଥା ଶୁଣିକି ଆଉଥରେ ଉଠିକି ଯାଉଛି। କିଛି ସମୟ ଗଲା ପରେ ପୁଅ ହଠାତ୍ ଛିଡା ହେଇକି ସେ କାନ୍ଦିବା ପାଇଁ ଆରମ୍ଭ କଲା। ବାପା, ମୁଁ କହିଥିଲି ତମକୁ ନା, ମୁଁ ତମକୁ ବହୁତ ଥର କହିଥିଲି, ବର୍ତ୍ତମାନ ମାନେ ମରିବା ଛଡା କିଛି ରାସ୍ତା ନାହିଁ। ଆଉ ଦେଖ ଆମେ ଏଠି ମରିଯିବା ପାଇଁ ଏବେ ବର୍ତ୍ତମାନ ଅପେକ୍ଷା କରିବା ପାଇଁ ଆଉ ଅନ୍ୟ ରାସ୍ତା କିଛି ନାହିଁ। କାହିଁକି ପୁଅ ଏମିତି କହିଲେ? କାରଣ ପୁଅ ଯେତେବେଳେ ହଠାତ୍ ଛିଡା ହେଇକି ଦେଖୁଛନ୍ତି, ସେଟା ବହୁତ ଗୁଡେ ସମାଧି ଗୁଡାକ ଥିଲା। ସମାଧି ଜାଣିଛନ୍ତି ନା? ଜାଣିଛନ୍ତି ଭାଇ ଭଉଣୀ ମାନେ? ଓ ଜଣେ ଲୋକ ମରିଗଲେ ତାକୁ ଆମେ ସମାଧି ଦଉଛୁ। ପୁଅ କହିଲେ ବାପା ଦେଖ, ଆମ ପରି ଲୋକମାନେ ଆସିଲେ ପାଣି ପାଇଲେ ନାହିଁ, ମରିଗଲେ। ଆଜି ତମେ ଆଉ ମୁଁ ମଧ୍ୟ ଏ ଜାଗାରେ ମରିବା ପାଇଁ ବାଧ୍ୟ। ପୁଅ ବହୁତ କାନ୍ଦିବା ପାଇଁ ଆରମ୍ଭ କଲା। ପୁଅର ମନରେ ହତାଶ, ନିରାଶ, ପୁଅ ମନ ଭିତରେ ବହୁତ ଗୁଡେ ଭୟ, ପୁଅର ମନ ଭିତରେ ଅନ୍ଧକାର ଅଛି। ପୁଅ ବୁଝିପାରୁନି, ହଠାତ୍ ଆଜି ମୁଁ ମରିବା ପାଇଁ ଯାଉଛି। ବେଳେ ବେଳେ ଆମର ରାସ୍ତାରେ ଗଲା ସମୟରେ ଦୁର୍ଘଟଣାରେ ସମ୍ମୁଖୀନ କରିଥାଉ, ଆଉ ବଞ୍ଚି ଯାଇଥାଉ, ତ ଭାବିଥାଉ ଆରେ ମୁଁ ଗୋଟେ ନୂଆ ଲାଇଫ ପାଇଲି ଆଜି। ଆପଣଙ୍କ ଅନୁଭୂତି ନିହାତି ଥିବ ନା? ପୁଅର ମନ ଭିତରେ, ପୁଅ ବର୍ତ୍ତମାନ ଅଲମୋଷ୍ଟ ବର୍ତ୍ତମାନ ସରିଗଲାଣି, ଆଉ କିଛି ରାସ୍ତା ନାହିଁ ବଞ୍ଚିବା ପାଇଁ, ଆମେ ବର୍ତ୍ତମାନ ମରିଯିବା ଏଇ ଜାଗାରେ। ପୁଅ ବହୁତ ଜୋର ସେ ଚିଲେଇ ଚିଲେଇ କହୁଛି, ବାପା ଏତେ ଜଲ୍ଦି ଆମେ ମରିବାର ଥିଲା। ବାପା କହିଲେ ପୁଅ ଆମେ ମରିବା ନାହିଁ। ପୁଅ ଶୁଣିକି ବହୁତ ରାଗିଗଲେ। ପାଗଳ ହେଲାଣି ତମେ, ଦେଖ ଏ ଲୋକମାନେ କାହିଁକି ମରୁଛନ୍ତି ତାହେଲେ? ବାପା କହିଲେ ପୁଅ ମୁଁ ତତେ ସିଓରଲି କହୁଛି ଆମେ ମରିବା ନାହିଁ, ଆଉ ଟିକେ ଅଧିକ ଚାଲିଲେ ହେଇଯିବ। ଠିକ ଅଛି, ମୁଁ ତୋର କଥାରେ ସହମତ ଅଛି। ତୁ କହିଲୁ ବର୍ତ୍ତମାନ ଏଇ ଲୋକମାନେ ଯୋଉ ଏ ଜାଗାରେ ଅଛନ୍ତି ସମାଧିରେ ମୃତ୍ୟୁ ଅବସ୍ଥାରେ, ତମ କଥା ଅନୁସାରେ ଏଇ ଜାଗାରେ ପାଣି ପାଇଲେ ନାହିଁ, ସେମାନେ ମରିଗଲେ। ଆଉ ବର୍ତ୍ତମାନ ତମେ ମତେ କହିଲୁ, ତୁ ମତେ କହିଲୁ ଯେ ଆମେ ମଧ୍ୟ ମରିବା, କିନ୍ତୁ ମୁଁ କହୁଛି ଆମେ ମରିବା ନାହିଁ। କାହିଁକି? ମୋର ଗୋଟେ ଛୋଟିଆ ପ୍ରଶ୍ନ ମୋର ବାପା ପୁଅକୁ ପଚାରିଲେ। କି ପ୍ରଶ୍ନ ପଚାରିଲେ? ପୁଅ ଠିକ ଅଛି, ତୁ କହିଲୁ ଏଇ ଜାଗାରେ ଲୋକମାନେ ମରିଛନ୍ତି, କିନ୍ତୁ ଏ ଲୋକଙ୍କୁ, ଏ ମୃତ ଲୋକକୁ ସମାଧି ଦେଲା କିଏ? ଏମାନେ କଣ ନିଜେ ନିଜେ ସମାଧି ହେଲେ କି? ଯଦି ଏ ଜାଗାରେ ସମାଧି ଅଛି, ତାର ଅନ୍ୟ ଅର୍ଥ ହଉଛି ଏ ପାଖରେ ଗୋଟେ ଗାଁ ଅଛି ଯୋଉ ଜାଗାରେ କି ଲୋକମାନେ ଥିବେ, ଆଉ ସେମାନେ এই ଜାଗାରେ ପୋତିଛନ୍ତି ଲୋକମାନେ। ପୁଅ ହଠାତ୍ ଶୁଣୁଛି, ଆଉ ଆଶ୍ଚର୍ଯ୍ୟ ହେଇଗଲା, ଆରେ ଏମିତି ବି ହେଇପାରିବ? ହଁ ମୋ ବାପା ସତ କଥା କହୁଛନ୍ତି, ମୁଁ ଏମିତି ଭାବିନଥିଲି। ସେ ମୁହୂର୍ତ୍ତରେ ବାପାଙ୍କର ମନ ଯୋଉ ସମୟରେ ପୁଅ ଭିତରେ ପ୍ରବେଶ କଲା, ଯୋଉ ସମୟରେ ବାପାଙ୍କର ବାକ୍ୟ ପୁଅ ଭିତରେ ପ୍ରବେଶ କଲା, ସେ ସମୟରେ ପୁଅର ମନରେ ଆଉ ଥରେ ଆଶା ଜନ୍ମିଲା। ସେ ସମୟଠାରୁ ପୁଅର ମୁଖରେ ଆଉ ସେ କଥା ବାହାରିଲା ନାହିଁ ଯୋଉ କଥା ପୂର୍ବରୁ ସେ କହୁଥିଲା ଆମେ ମରିଯିବା କହି। ଆଉ ସେ ସମୟରେ ପୁଅ ଆଉ ଥରେ ବଳ ଆଉ ସାହସରେ ସେ ଉଠିଲା, ଆଉ ଗଲେ, ସେମାନେ ଆଉ ପାଣିକୁ ପାଇଲେ, ସେ ମରିଲେ ନାହିଁ। ଏ ଜାଗାରେ ବାପା ଏ ପୁଅକୁ କଣ ଶିଖିବାକୁ ଚାହୁଁଥିଲେ? ଯେ ମନୁଷ୍ୟ ଯେଉଁ ସମୟରେ ନିଜର ଚିନ୍ତା, ନିଜର ସକ୍ଷମ ନିଜ ଭିତରୁ ବାହାରେ ଆସିପାରିବ ନାହିଁ,
ତାହେଲେ ସେ କିଛି ତା ଜୀବନରେ ପାଇପାରିବନି। ଆଜି ଆମେ ସମସ୍ତେ ଇଷ୍ଟର କାଣ୍ଟାରେ ଆମେ ଦେଖିବା ପାଇଁ ଆସିଛୁ। ତ ଇଷ୍ଟର କାଣ୍ଟାଟା ମାନେ କଣ? ଇଷ୍ଟର ତ ଆମେ ସବୁ ଜାଣିଛୁ। ତାହେଲେ ଇଷ୍ଟର କାଣ୍ଟାର ଭିତରେ କଣ ଆମେ ଦେଖିବାକୁ ଆସିଛୁ? ଆଉ ପ୍ରକୃତରେ ଆମର ସମୟକୁ ଆମେ ଛାଡ଼ିକି ଆସିବାର ମୂଲ୍ୟ କଣ ଅଛି? ସତରେ ଏଇ ଜାଗାରେ ମୁଁ ଆସିଲା ପରେ ଫେରିଗଲା ସମୟରେ ମୁଁ କଣ ଲାଭବାନ ବୋଲି ପାଇପାରିବି କି? କାରଣ ଜଗତରେ ଆମେ ଯେଉଁ ସମୟରେ ଇନଭେଷ୍ଟ କରିଥାଉ କିଛି ବିଷୟ ଆମେ ବିନିଯୋଗ କରିଥାଉ, ବିନା ଲାଭକୁ ଦୃଷ୍ଟି ନ ରଖିକି କିଏ ବି ଇନଭେଷ୍ଟ କରେ ନାହିଁ, ନାଇଁ? ସେମିତି ନା, ପ୍ରଫିଟ ବିନା କିଏ ଇନଭେଷ୍ଟମେଣ୍ଟ କରେ କି? ତାହେଲେ ବର୍ତ୍ତମାନ ଏଇ ଜଗତରେ ସବୁଠାରୁ ବହୁତ ବଡ ଏକ୍ସପେନ୍ସିଭ ଇନଭେଷ୍ଟମେଣ୍ଟ କଣ? ଟଙ୍କା। ଟଙ୍କାର ଇନଭେଷ୍ଟମେଣ୍ଟ ଠାରୁ ଆହୁରି ଅଧିକ ଇନଭେଷ୍ଟମେଣ୍ଟ କଣ? ସମୟ। ହଁ ନା ନାଇଁ? ଆମର ସମୟ ଅତି ଅଳ୍ପ ଅଛି ଦୁନିଆରେ। ଏ ଅଳ୍ପ ସମୟରେ ଆମେ କୋଉ ବିଷୟ ପାଇଁ ବିନିଯୋଗ କରିବା? ଆମର ସମୟ, ଆମର ମନ ଆମେ କାହାକୁ ଦେବା? ଆମର ହୃଦୟ ଭିତରେ ଆମେ କାହାକୁ ରଖିବା? କିଏ ଆମ ସହିତ ସଂଯୁକ୍ତ ହେଲେ ଆମ ଜୀବନର ଭବିଷ୍ୟତ ସଫଳ ହେବ ଆଉ ଆମେ ଉଜ୍ଜଳ ଭାବରେ ବଞ୍ଚିବା? ବାଇବଲରେ ଯୀଶୁ ଦିନେ କହିଲେ, ଯେ କେହି ମୋର ବାକ୍ୟ ଶୁଣି ପାଳନ କରେ ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହବ। ଝଡ଼ ଆସିଲା, ବର୍ଷା ହେଲା, ପବନ ହେଲା, ବତାସ ହେଲା, ଆଉ ସେ ଘରକୁ ଧକ୍କା ମାରିଲା କିନ୍ତୁ ସେ ଘରକୁ କିଛି ମଧ୍ୟ ହେଲା ନାହିଁ। ଯୀଶୁ ଆଉ ଗୋଟେ ବିଷୟ କହିଲେ, ଯେ କେହି ମୋର ବାକ୍ୟ ଶୁଣି ପାଳନ କରେ ନାହିଁ ସେ ଜଣେ ବାଲୁକା ଉପରେ ଗୃହ ନିର୍ମାଣକାରୀ ମୂର୍ଖ ଲୋକ ସଦୃଶ। ଝଡ଼ ବହିଲା, ଭୂତାଶ ଆସିଲା, ପବନ ହେଲା, ବର୍ଷା ହେଲା, ଆଉ ସେ ଘରକୁ ଯେତେବେଳେ ଧକ୍କା ମାରିଲା ସେ ଘରର ପତନ ଅତି ଭୟଙ୍କର ହେଲା। ପ୍ରଭୁ ଯୀଶୁ ଆଜି ଆମକୁ କଣ ଶିଖିବାକୁ ଚାହୁଁଛନ୍ତି? ଈଶ୍ୱର ଆମକୁ ଗୋଟେ ବିଷୟ କହିବାକୁ ଚାହୁଁଛନ୍ତି, ଏ ଜଗତରେ ବଞ୍ଚିଲା ସମୟରେ ସବୁଠାରୁ ମୂଲ୍ୟବାନ, ସବୁଠାରୁ ଆବଶ୍ୟକ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଣ? ଆମ ଜୀବନରେ ଆମ ମନକୁ ଆମ ମନରେ ରଖିବା ପାଇଁ ସଂଗ୍ରହ କରିବା ଦରକାର। ମାଥ୍ୟୁ ତାର 13 ପର୍ବର ଯଦି ଆପଣ 44 ପଦ ପଢିବେ, ଟିକେ ଦେଖାନ୍ତୁ। ମାଥ୍ୟୁ 13 ପର୍ବର 44 ପଦରେ କଣ ଲେଖା ହେଇଛି? ଜଲ୍ଦି। ମାଥ୍ୟୁ 13 ପର୍ବର 44 ପଦ। ଏଠି ବାକ୍ୟ ଲେଖା ହେଇଛି, ସ୍ୱର୍ଗ ରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା। ଇଏ ଲୋକ ମୂର୍ଖ ପରି ଦେଖାଯାଉଛି। ଆପଣର ସର୍ବସ୍ୱ ବିକ୍ରୟ କରି ଗୋଟେ କ୍ଷେତ୍ରକୁ ସେ କିଣୁଛି ଲେଖା ହେଇଛି। ତାହେଲେ କ୍ଷେତ୍ରକୁ କିଣିବା ପଛରେ ତାର ଦୃଷ୍ଟି କଣ ଅଛି? ବାଇବଲ ଲେଖା ହେଇଛି, ସ୍ୱର୍ଗ ରାଜ୍ୟ କ୍ଷେତ୍ରରେ ଗୁପ୍ତ ହେଇଥିବା ଧନ ସଦୃଶ। ତାର ଅର୍ଥ ହଉଛି ଗୋଟେ କ୍ଷେତ୍ର ଭିତରେ ଗୁପ୍ତ ସ୍ୱର୍ଗ ରାଜ୍ୟ ଲୁଚିକି ଅଛି, ଗୁପ୍ତ ହେଇକି ଅଛି। ମୁଁ ଯେତେବେଳେ ମୋର ଜୀବନକୁ ଦେଖୁଛି, ପ୍ରକୃତ ଜ୍ଞାନ, ପ୍ରକୃତ ବୁଦ୍ଧି କୋଉ ଜାଗାରେ ଅଛି? ବାଇବଲ ଲେଖା ହେଇଛି ଯେ ସଦାପ୍ରଭୁଙ୍କ ବିଷୟକ ଭୟ, ତାପରେ କଣ ଲେଖା ହେଇଛି? ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ ଲେଖା ହେଇଛି। ହଁ, ପ୍ରକୃତ ଜ୍ଞାନ ହଉଛି ସଦାପ୍ରଭୁଙ୍କ ସହିତ ସଂଯୁକ୍ତ ହେବା, ଈଶ୍ୱରଙ୍କ ସହିତ ସମ୍ପର୍କ ଗଢିବା। ତ ଆଜି ଆମେ ଈଶ୍ୱର କାଣ୍ଟାଟା ସମୟରେ ଯୋଉ ନାଟକ ଦେଖିବାକୁ ଯାଉଛୁ, ଏ ନାଟକରେ ଅତି ମୂଲ୍ୟବାନ ଭାବରେ ଯୀଶୁ ଜଗତକୁ ଆସିବାର କାରଣ କଣ ଥିଲା? ମାଥ୍ୟୁ ତାର 1 ପର୍ବର 21 ପଦ ଲେଖା ହେଇଛି। ମାଥ୍ୟୁ ତାର 1 ପର୍ବର 21 ପଦରେ କଣ ଲେଖା ହେଇଛି? ସେ ପୁତ୍ର ପ୍ରସବ କରିବେ, ପୁଣି ତମେ ତାହାକୁ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ହଁ, ଏ ଜଗତରେ ଯୀଶୁ ବୋଲି ଜଣେ ଜନ୍ମଗ୍ରହଣ କରିବାର ଥିଲା। ଏଇଟା ଈଶ୍ୱରଙ୍କର ଇଚ୍ଛା, ଈଶ୍ୱରଙ୍କ ଇଚ୍ଛା ଥିଲା। ଈଶ୍ୱରଙ୍କ ଇଚ୍ଛା କଣ ଥିଲା? এই ଜଗତରେ ଯୀଶୁ ଜନ୍ମଗ୍ରହଣ କରିବେ, ଆଉ 33 ବର୍ଷ ପର୍ଯ୍ୟନ୍ତ ଶରୀର ରୂପ ହେଇକି ବଞ୍ଚିବେ, ଆଉ ତାକୁ କ୍ରୁଶରେ ଚଢା ହେବ। ଦିଟା ବିଷୟକୁ ମୁଁ କହିବି। ଯୀଶୁ ଦିନେ ଗୋଟେ ସମୟରେ କହିଲେ, କଣ ବୋଲି କହିଲେ? এই ପାନ ପାତ୍ର ମୋ ଠାରୁ, କୁହନ୍ତୁ କଣ? এই ପାନ ପାତ୍ର ମୋ ଠାରୁ କଣ କହିଲେ ଆଜ୍ଞା? କୁହନ୍ତୁ। ଦୂର କର, କିନ୍ତୁ ମୋର ଇଚ୍ଛା ନୁହେଁ ତମର ଇଚ୍ଛା ସଫଳ ହଉ। ଆମେନ୍। ଦ୍ୱିତୀୟ ଦିନ ଯୀଶୁ କହିଲେ, ହେ ପିତା, କାହିଁକି ତୁ ମତେ ପରିତ୍ୟାଗ କଲ? ଆରେ କିଏ କହୁଛି ଏଇଟା? ମୋ ପୁଅ ମତେ କହିବ, ବାପା ମତେ କାହିଁକି ପରିତ୍ୟାଗ କଲେ ଚଳିବ। ଏବେ ଯୀଶୁ କହୁଛନ୍ତି ପ୍ରଭୁଙ୍କୁ, ହେ ପିତା, ତୁମେ କାହିଁକି ମତେ ପରିତ୍ୟାଗ କଲ? ତାର ଅର୍ଥ ପରମେଶ୍ୱର ଯୀଶୁକୁ ପରିତ୍ୟାଗ କଲେ?
ନ କରୁଥିଲେ ଯୀଶୁ କାହିଁକି କହିଥାନ୍ତେ ହେ ପିତା ତମେ କାହିଁକି ମତେ ପରିତ୍ୟାଗ କଲ? ହଁ ଭାଇ ଭଉଣୀ ମାନେ, ନିରାଟ ସତ୍ୟ କଥା, ପରମେଶ୍ୱର କେବେ ମତେ ପାପୀକୁ ଘୃଣା କରନ୍ତି ନାହିଁ, କିନ୍ତୁ ଈଶ୍ୱର ପାପକୁ ଘୃଣା କରନ୍ତି। ଈଶ୍ୱର କେବେ ପାପ କେବେ ମତେ ପସନ୍ଦ କରନ୍ତି ନାହିଁ। ଈଶ୍ୱରଙ୍କର ମନରେ ପାପ ନାହିଁ, ଅପରାଧ ନାହିଁ, ହିଂସା କପଟ ନାହିଁ। ଈଶ୍ୱରଙ୍କ ମନ ହଉଛି ପବିତ୍ର। ଈଶ୍ୱର ଧାର୍ମିକ, ଈଶ୍ୱର ସିଦ୍ଧ, ପରମେଶ୍ୱର ହଉଛନ୍ତି ଧାର୍ମିକ ପବିତ୍ର। ହେଲେ ପରମେଶ୍ୱର କେବେ ପାପ ସହିତ ମିଶି ପାରିବେ ନାହିଁ। ହେଲେ ପାପକୁ ବିନାଶ କରିବା ପାଇଁ ସେ ଉଦ୍ଦେଶ୍ୟରେ ପ୍ରଭୁ ଯୀଶୁଙ୍କୁ ଈଶ୍ୱର ପଠେଇଲେ। ଏ ଜଗତରେ ବଞ୍ଚିଲା ସମୟରେ କାହିଁକି ବିଶୃଙ୍ଖଳା ଜୀବନ ହଉଛି ଲୋକମାନଙ୍କର? କାହିଁକି ସମାଜରେ ୟୁଥ ମାନଙ୍କର ଜୀବନ ବିଶୃଙ୍ଖଳା ହଉଛି? ଅବାଧ୍ୟର ଜୀବନ କାହିଁକି ବାହାରି ଆସୁଛି? ଅବିଶ୍ୱାସର ଜୀବନ କାହିଁକି ବାହାରି ଆସୁଛି? ପାପମୟ ଜୀବନ କାହିଁକି ବାହାରି ଆସୁଛି? ଅପରାଧ କାହିଁକି ମଣିଷ କରୁଛି? ଧନ୍ୟବାଦ। କାହିଁକି ମଣିଷ ଜୀବନରେ ପାପର ବନ୍ଧନରେ ମଣିଷ ବଞ୍ଚୁଛି? କାରଣ ଦେଖନ୍ତୁ ଭାଇ ଭଉଣୀ ମାନେ, ଯଦି ଆପଣ ଆଲୁଅ ଆଉ ଅନ୍ଧକାରକୁ ଯଦି ଆପଣ ଭାବିବେ, ଅନ୍ଧକାର ହଉଛି ଗୋଟେ ବିଷୟ ଯାହାକି ଆମକୁ କେବେ ଆଶା ଦେବ ନାହିଁ। ଅନ୍ଧକାର ଭୟ ଆସୁଛି ନା ନାଇଁ? କିନ୍ତୁ ଆଲୁଅ ପାଖରେ କଣ ଅଛି? ଆଲୁଅ ପାଖରେ ଆଶା ଅଛି ଆମକୁ ଦେବା ପାଇଁ। ଯୋଉ ସମୟରେ ଆମେ ଆଖିକୁ ବ୍ୟବହାର କରିବା ପାଇଁ ଆବଶ୍ୟକ ବୋଲି ଭାବୁଛୁ, ଅନେକ ଲୋକ ଭାବି ପାରନ୍ତି ଯେ ମୋ ଆଖି ଦିଟା ଥିଲେ ମୁଁ ଦେଖିପାରିବି। କିନ୍ତୁ ମୁଁ କହିବାକୁ ଚାହୁଁଛି, ପ୍ରକୃତରେ ଆଖି ପାଖରେ ଶକ୍ତି ଅଛି ଦେଖିବା ପାଇଁ? ସତରେ ଅଛି? ଏ ଆଖି ଦିଟା ପାଖରେ ଶକ୍ତି ଅଛି ଦେଖିବା ପାଇଁ? ହଁ, ଗୋଟେ ଦୃଷ୍ଟିରେ ଆମେ ହଁ କହିପାରିବା। କିନ୍ତୁ ଆପଣ ଚିନ୍ତା କରନ୍ତୁ, the eyes are useless without the light. ବିନା ଆଲୁଅରେ ଆଖି ଥିଲେ ବି ଦେଖିପାରିବା କି? ହେଇପାରିବ? ହବ ନାହିଁ। ଏ ଆଖିକୁ ବ୍ୟବହାର କରିବା ପାଇଁ ଆମକୁ ଆଲୁଅ ଦରକାର। ବାଇବଲରେ ଲେଖା ହେଇଛି, ଯୀଶୁ କହିଲେ ମୁଁ ହଉଛି ଜଗତର। କୁହନ୍ତୁ ସମସ୍ତେ, ଯୀଶୁ କଣ କହିଲେ? ମୁଁ ଜଗତର ଜ୍ୟୋତି। ବାଇବଲ କହୁଛି ଆଦି ପୁସ୍ତକ 1:2 ପୃଥିବୀ ନିର୍ଜଳ ଥିଲା, ଶୂନ୍ୟ ଥିଲା, ଅନ୍ଧକାର ଥିଲା। ପୃଥିବୀ କଣ ଥିଲା? ନିର୍ଜନ ଥିଲା, ଶୂନ୍ୟ ଥିଲା ଆଉ ଅନ୍ଧକାର ଥିଲା। এই ନିର୍ଜନତା ପୃଥିବୀରେ, ଶୂନ୍ୟତାର ପୃଥିବୀରେ, ଅନ୍ଧକାରମୟ ପୃଥିବୀରେ ଆମେ ବଞ୍ଚିବା ପାଇଁ ଆଶା ପାଇପାରିବା କି? ପ୍ରଭୁ କଣ ବୁଝିବାକୁ ଚାହୁଁଛନ୍ତି ଆମକୁ? ହେ ପୃଥିବୀ ନିବାସୀ ଗଣ, ଦେଖ, ତମର ଜୀବନରେ ଯଦି ଅନ୍ଧକାର ଅଛି, ତମ ଜୀବନରେ ଯଦି ନିର୍ଜନତା ଅଛି, ଶୂନ୍ୟତା ଅଛି, ତମେ କେବେ ଖୁସିରେ ବଞ୍ଚି ପାରିବ ନାହିଁ। ଏତେ ତମର ଜୀବନରେ ଏ ପୃଥିବୀକୁ ଈଶ୍ୱର କଣ ପଠେଇଲେ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଠେଇଲେ। ଅନନ୍ତର ସଦାପ୍ରଭୁ କହିଲେ ଦୀପ୍ତି ହଉ। ହାଲେଲୁୟା। ଅନନ୍ତର ସଦାପ୍ରଭୁ କଣ କହିଲେ? ଦୀପ୍ତି ହଉ। କାହିଁକି? ଦୀପ୍ତିର ନିହାତି ଆବଶ୍ୟକ ଥିବା ଯୋଗୁଁ ଈଶ୍ୱର କହିଲେ। ସେ ଦୀପ୍ତି କିଏ? ସେ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମେନ୍। ଆମମାନଙ୍କର ଜୀବନରେ ଯେମିତି ସୂର୍ଯ୍ୟର ଆଲୁଅ ଆବଶ୍ୟକ ଆମକୁ ଦୈନନ୍ଦିନ ଜୀବନ ବଞ୍ଚିବା ପାଇଁ। ବାଇବଲରେ ଯୀଶୁ ଦିନେ କହିଲେ, ଦିନରେ କିଏ ଚାଲିଲେ କଣ ଝୁଣ୍ଟେ, ଯେ ରାତିରେ ଚାଲିବ ସିଏ ଝୁଣ୍ଟିବ। ଆଜି ମନ ଭିତରେ ଅନ୍ଧକାର ଯଦି ଅଛି, ମନ ଭିତରେ ଆଶା ନାହିଁ, ଖୁସି ନାହିଁ। କାହିଁକି ଖୁସି ନାହିଁ? କାରଣ ମନର ଭିତରେ ଅନ୍ଧକାର ଅଛି, ପାପ ଅଛି। ଏତେ ପ୍ରଭୁ ଯୀଶୁ ଜଗତକୁ ଆସିବା ପାଇଁ ଈଶ୍ୱରଙ୍କ ଇଚ୍ଛା ଥିଲା, ଯୋଜନା ଥିଲା। ଯୀଶୁ ଖ୍ରୀଷ୍ଟ ଏ ଜଗତରେ ଆସିକି ଆମର ସମସ୍ତ ପାପ ଠାରୁ ଆମକୁ ମୁକ୍ତ କରିବା ପାଇଁ। ଆମେନ୍, ଆମେନ୍। ଯୀଶୁଙ୍କର କାମ ନଥିଲା ଏ ଜଗତରେ ଆସିକି ତାଙ୍କର ଜୀବନ ଖାଲି ବଞ୍ଚିବା ପାଇଁ। ସେଥିପାଇଁ ଏ ଜଗତରେ ପ୍ରଭୁ ଯୀଶୁଙ୍କର ଈଶ୍ୱରଙ୍କ ଇଚ୍ଛା ସେ ଆସିଥିଲେ। କଣ ପାଇଁ? କେବଳ ଆମକୁ ପରିତ୍ରାଣ ଦେବା ପାଇଁ। ଯୀଶୁ କଣ ବୋଲି କହିଲେ? ମୁଁ ହଉଛି ପୁନରୁତ୍ଥାନ ଓ ଜୀବନ। ଯିଏ ମୋ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ହଁ, ଆମେ ପାପରେ ମରିଥିଲୁ, ଆମେ ଅପରାଧରେ ବୁଡିଥିଲୁ। ଏ ଜଗତରେ ଆମେ ହଠାତ୍ ନିରାଶ ହେଇକି ଆମେ ଅନ୍ଧକାରମୟ ଜୀବନ ବଞ୍ଚୁଥିଲୁ। ଯେମିତି ପୃଥିବୀ ନିର୍ଜନ ଥିଲା, ଶୂନ୍ୟ ଥିଲା, ଅନ୍ଧକାର ଥିଲା। ଆଉ ପ୍ରଭୁ ସେ ଅନ୍ଧକାର ପୃଥିବୀକୁ, ସେ ନିର୍ଜନତା ପୃଥିବୀକୁ, ଶୂନ୍ୟତାର ପୃଥିବୀକୁ ପରିବର୍ତ୍ତନ କରିବା ପାଇଁ କାହାକୁ ପଠେଇଲେ? ଜ୍ୟୋତିକୁ ବା ଦୀପ୍ତିକୁ ପଠେଇଲେ। ଠିକ ସେହିପରି ଭାବରେ ଆମର ମନରେ, ଆମର ଆତ୍ମିକ ଜୀବନରେ ଈଶ୍ୱର ଆମକୁ ଯୀଶୁଙ୍କୁ ଦେଇଛନ୍ତି। ଆଉ ଯୀଶୁଙ୍କର ଅନ୍ୟ ନାମ କଣ? ଇମାନୁଏଲ। ଈଶ୍ୱର ଆମ ସହ ଅଛନ୍ତି।
ଉଦ୍ଧାରକର୍ତ୍ତା ସେ ନାଜରେଥ ଯୀଶୁ ଖ୍ରୀଷ୍ଟ ଆଉ ସେ ହଉଛନ୍ତି ତ୍ରାଣକର୍ତ୍ତା ଅନେକ ନାଁ ଆମେ ଜାଣିଛୁ କିନ୍ତୁ ସେ ଭିତରେ ମୁଁ ଆଜି ଗୋଟେ ନାଁକୁ ଦେଖିବାକୁ ଚାହୁଁଛି ଯୀଶୁଙ୍କର ନାମ କଣ ପ୍ରକାଶ ବାକ୍ୟ 19 ପର୍ବର 13 ପଦକୁ ଆମେ ଯଦି ଦେଖିବା ତାହେଲେ ଆମେ ଜାଣିପାରିବା ଯୀଶୁଙ୍କର ଆଉ ଗୋଟେ ନାଁ ମଧ୍ୟ ଅଛି ଦେଖନ୍ତୁ ଡିସପ୍ଲେ ପ୍ରକାଶ ବାକ୍ୟ 19 ପର୍ବର 13 ପଦ ଜଲ୍ଦି ମୁଁ ସରେଇବି ହଁ ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ ପୁଣି ତାହାଙ୍କ ନାମ କୁହନ୍ତୁ ତାହାଙ୍କ ନାମ ଈଶ୍ୱରଙ୍କର ବାକ୍ୟ କିଏ ରକ୍ତର ବସ୍ତ୍ର ପିନ୍ଧିଲା ଆମ ପାଇଁ ଯୀଶୁ ରକ୍ତର ବସ୍ତ୍ର ସେ ପିନ୍ଧିଲେ ସେ ଆମ ପାଇଁ ରକ୍ତ ଦେଲେ ସେ ଆମ ପାଇଁ କ୍ରୁଶରେ ଚଢିଲେ କାହିଁକି କାରଣ ସେ ଆମକୁ ବିନା ମୂଲ୍ୟରେ ତାଙ୍କ ଅନୁଗ୍ରହରେ ଆମକୁ ଧାର୍ମିକ ଗଣିତ କରିବା ନିମନ୍ତେ ଏ ଜଗତରେ ସେ ପ୍ରେରିତ ହୋଇଥିଲେ ଈଶ୍ୱରଙ୍କ ଠାରୁ ମଣିଷ କେବେ ନିଜ ଚେଷ୍ଟା ଦ୍ୱାରା ନିଜର ପରିଶ୍ରମ ଦ୍ୱାରା କର୍ମ ଦ୍ୱାରା କେବେ ମଧ୍ୟ ଧାର୍ମିକ ହୋଇପାରିବ ନାହିଁ ଭଲ ଲୋକ ହେଇପାରିବ କି ଧାର୍ମିକ ହେଇପାରିବ ଭଲ ଲୋକ ଆଉ ଧାର୍ମିକ ଲୋକ ଭିତରେ ତଫାତ୍ କଣ ଅଛି ଭଲ ଲୋକ ଆମେ ଜଣକୁ ସାହାଯ୍ୟ କରୁଛୁ ଆମେ ଭଲ ଲୋକ ହେଇପାରିବୁ ଆମେ ଜଣଙ୍କର ଦୁଃଖୀ ହଉଛୁ ଆମେ ଭଲ ଲୋକ ହେଇପାରିବା ଧାର୍ମିକ କିଏ ଧାର୍ମିକ ହଉଛି ସିଏ ଯେ କେବଳ ଯୀଶୁଙ୍କର ରକ୍ତକୁ ବିଶ୍ୱାସ କରୁଛି ଯୋଉ ରକ୍ତ ତାର ସମସ୍ତ ପାପକୁ ଧୋଇ ଦେଇଛି 2000 ବର୍ଷ ପୂର୍ବରୁ ଆମେନ୍ ବିଶ୍ୱାସ ଯିଏ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହବ ଅବ୍ରାହମ ଗୋଟେ ସାଧାରଣ ଲୋକ ଥିଲେ ଆଜ୍ଞା ବସୁଛନ୍ତି ଜାଗାରେ ଆପଣ ଅବ୍ରାହମ ଠାରୁ ଅଲଗା ନା ସମାନ ଆଜ୍ଞା ସେ ତ ବହୁତ ବଡ ବିଶ୍ୱାସର ଆଦି ପିତା ଫାଦର ଅଫ ଫେଥ୍ ସେ ବିଶ୍ୱାସର ଆଦି ପିତା ଦିନେ କଣ ହେଲା ନିଜ ସ୍ତ୍ରୀଙ୍କୁ ସେ କହୁଛନ୍ତି ଆରେ ମତେ ଆଉ ସ୍ୱାମୀ ଡାକିବୁ ନାହିଁ ମତେ କଣ ବୋଲି ଡାକିବୁ ଭାଇ ଡାକିବୁ ହେଲା କ୍ଷମା କରନ୍ତୁ ଏଠି କିଏ ଅଛନ୍ତି ସ୍ୱାମୀ ମାନେ ଯଦି ସ୍ତ୍ରୀ ମାନେ ନିଜ ସ୍ୱାମୀକୁ କହିବେ ଆରେ ଭୟରେ ମତେ ଆଉ ସ୍ୱାମୀ ଡାକେ ନା ମତେ ଆଉ ଭାଇ ଡାକେ ସ୍ତ୍ରୀ କଣ କହିବ ଏଥିପାଇଁ ତତେ ମ୍ୟାରେଜ କରିଥିଲି ମୁଁ ଚୁଡ଼ି ପିନ୍ଧୁନୁ ତୁ ଏତେ ଭୟ କରୁଛୁ ନିଜ ଜୀବନ ପାଇଁ ସ୍ତ୍ରୀକୁ ସ୍ତ୍ରୀ କହିପାରିବ ନାହିଁ ଅବ୍ରାହମ ପରି ଆପଣ କେବେ କରିନାହାନ୍ତି ମୁଁ ବି କରିବି କିନ୍ତୁ ଅବ୍ରାହମ କହୁଛନ୍ତି ମତେ ଭାଇ ଡାକେ ଏଟା କଣ ବିଶ୍ୱାସ ଈଶ୍ୱର କହିଲେ ବହୁ ଜାତିର ପିତା ତମେ ତମ ଦ୍ୱାରା ମହାନ ଗୋଷ୍ଠୀ ଉତ୍ପନ୍ନ ହବ ଆଉ ତମର ଔରସର ଗୋଟେ ପୁତ୍ର ଜାତ ହବ ତା ନାଁ ହଉଛି କଣ ଇସାକ କେବେ ହବ ମୁଁ ତ ବୁଢା ହେଇଗଲି ଅବ୍ରାହମଙ୍କର ବ୍ୟବହାର ଅବ୍ରାହମଙ୍କ କର୍ମରେ ଆମେ କେବେ ତାଙ୍କର ବିଶ୍ୱାସ ତାଙ୍କ ଧାର୍ମିକତାକୁ ମାପି ପାରିବ ନାହିଁ କିନ୍ତୁ ଅବ୍ରାହମଙ୍କର ହୃଦୟ ଭିତରେ ଗୋଟେ ସମୟରେ ପ୍ରଭୁଙ୍କର କାର୍ଯ୍ୟ କଣ ଥିଲା ଈଶ୍ୱର କହିଲେ କଣ ବୋଲି କାରଣ ଶାସ୍ତ୍ର କଣ କୁହେ ଅବ୍ରାହମ ଈଶ୍ୱର ଠାରେ ବିଶ୍ୱାସ କଲେ ଯୋଉ ସାର ମଣିଷର ସମସ୍ତ କର୍ମ ସମସ୍ତ ଚେଷ୍ଟା ସରିଯିବ ଆଉ ମଣିଷ ପ୍ରଭୁ ମନେଇବା ପାଇଁ ବାଧ୍ୟ ହେଇଥାଏ ଭାଇ ଭଉଣୀ ମାନେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଆସିଲେ ଜଗତରେ ଆମେ ଯୀଶୁ ପାଇଁ କିଛି କରିପାରିବାନି ଆମ ପରିବର୍ତ୍ତେ ପ୍ରଭୁ ଆମ ପାଇଁ କରିବା ପାଇଁ ଆସିଲେ ଏଥିପାଇଁ 2000 ବର୍ଷ ପୂର୍ବରୁ ସେ କ୍ରୁଶରେ ଚଢିଲେ ଆଉ ତାଙ୍କର ସମସ୍ତ ରକ୍ତକୁ ସେ ଝରେଇଲେ ତାଙ୍କର ମୃତ୍ୟୁକୁ ଦେଲେ ସେ ବାଇବଲ କହୁଛି ପାପର ବେତନ ମୃତ୍ୟୁ ପାପର ବାକି ସୁଝିବା ପାଇଁ ପାପର ଉଦ୍ଧାର ସୁଝିବା ପାଇଁ ଟଙ୍କା କାମ ଦେବ ନାହିଁ ଉତ୍ତମତା କାମ ଦେବ ନାହିଁ ଭଲ କାମ ଦେବ ନାହିଁ ପାପର ବାକି ସୁଝିବା ପାଇଁ କଣ ଦରକାର ମୃତ୍ୟୁକୁ ଦେବା ଦରକାର ମୃତ୍ୟୁ ଦେଲେ ପାପର ବାକି ସୁଝି ପାରିବା କିନ୍ତୁ ସମସ୍ୟା ହଉଛି ମଣିଷ ଯଦି ନିଜର ମୃତ୍ୟୁକୁ ଦେବ ତାର ପାପକୁ ବିନାଶ କରିବା ପାଇଁ ସେ ପୁଣି ତାର ଉଠି ପାରିବ କି ମତେ ଏଇ ଜଗତରେ ଜଣେ ମାତ୍ର ମୃତ୍ୟୁକୁ ଜୟ କରିବାର ସେ ହଉଛନ୍ତି ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମେନ୍ ଯଦି ସେ କହିଲେ ମୁଁ ମୃତ୍ୟୁକୁ ଜୟ କଲି ଆଉ ସେ କ୍ରୁଶ ଧରି ଗଲେ ଚୁପଚାପ ହେଇଗଲେ ତାଙ୍କୁ କରଡ଼ା ପ୍ରହାର କରାଗଲା ତାଙ୍କୁ କଣ୍ଟାର ମୁକୁଟ ପିନ୍ଧାଇଲେ ତାଙ୍କୁ ଚାବୁକରେ ମାରିଲେ ତାଙ୍କୁ ଥୁମ୍ପିଲେ ତାଙ୍କୁ ବସ୍ତ୍ରକୁ କାଢିଦେଲେ କିଛି ବି କହିଲେ ନାହିଁ କାହିଁକି କିଛି ବଥା ନଥିବ ଯୀଶୁଙ୍କୁ ବୋଲି କିଛି କହିଲେ ନାହିଁ ଆମର ଶରୀର ଯେପରି ତାଙ୍କର ବି ଶରୀର ସେମିତି ଥିଲା ତାଙ୍କୁ ବହୁତ ବଥା ହଉଥିଲା ତାଙ୍କୁ ମଧ୍ୟ ବହୁତ କଷ୍ଟ ହଉଥିଲା କିନ୍ତୁ କାହିଁକି ସେ ଚୁପ ରହିଲେ କାରଣ ସେ ଜାଣିଥିଲେ ଯେ ମୁଁ ଈଶ୍ୱରଙ୍କ ଇଚ୍ଛାରେ କ୍ରୁଶରେ ଚଢିବାକୁ ଯାଉଛି ଆମେ ଏଇଟା ପ୍ରଭୁଙ୍କର ଇଚ୍ଛାରେ ମୁଁ କ୍ରୁଶକୁ ଯାଉଛି ପ୍ରଭୁଙ୍କର ଯୋଜନାରେ ପ୍ରଭୁଙ୍କର ଇଚ୍ଛାରେ ମୋ ରକ୍ତକୁ ଝରୁଛି କାରଣ ମତେ ପ୍ରଭୁ ପଠେଇଛନ୍ତି ଭାଇ ଭଉଣୀ ମାନେ ଯେ କର୍ମ ଉପରେ ନିର୍ଭର କରେ ନାହିଁ ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯିଏ ଗଣନା କରେ ଆମର ଈଶ୍ୱର ହଉଛନ୍ତି ସିଏ
जो ईश्वर अधार्मिक को धार्मिक बोली गणना करवा प्रभु को आम जदि भेटिबा आम जीवन आम पापी अयोग्य अधार्मिक दुष्ट लोक आम कि प्रभु जीशु आमको धोईदेले रक्त द्वारा। द्वितीय ग्रंथ 5:17 पद लिखाई कौन लिखाई जे ख्रीष्टन ठारे अच्छी से नूतन सृष्टि होई अछि पुरातन स्वभाव लोप पाइबो ना पाइयो लिखाई पुरातन स्वभाव लोप पाइबो लिखाई नहीं पुरातन स्वभाव लोप पाइला। भाई भणी माने अंधकार अरे आलू जदि युद्ध लगिबो ताले किए जितिबो अंधकार जितिबो ना अंधकार जितिबो आलू और अंधकार युद्ध कले अंधकार हारी जीवो। आज क्रूस रे जीसु रक्त जीसु शरीर अरे आपण पाप लड़ाई है किए जितिला मोर समय ना कहवाई एतिक समाप्त करी के लिखाई से समस्त आधिपत्य कर्तापण अस्त्र शस्त्र छड़ाई क्रूस से विजय यात्रा कले। जीशु ख्रीस्ट क्रूस निजर रक्त द्वारा निजर मृत्यु द्वारा पापर बंधन को फिटे से आम पवित्रता कले से आमको धार्मिक कले से आमको सिद्ध कले आ जी से जीशु रक्त को विश्वास करिवो से जीशु पुनरुत्थान को विश्वास करिवो से पवित्र हो। बाइबल लिखाई जदि ख्रीष्टन को तुम विश्वास करुच मृत्यु को विश्वास करुच पुनरुत्थान को विश्वास करा पड़ो। जीशु मृत्यु होता है पाप पाई जीशु पुनरुत्थान कौन पाइला ए कांटाटर मूल वाक्य जो वाक्य द्वारा कांटाट आम आरंभ करूँ रोमियो 4:25 पद शेष वाक्य मुझे सरेबी जल्द देखा रोमियो पुस्तक 4:25 पद कौन लिखाई आम शेष थर पर समस्त पढ़ा और प्रार्थना करूँ। रोमियो पुस्तक 4:25 पद आम समस्त बड़ पाठ कर पढ़ा से जीशु है आउ थे से जीशु आम मान अपराध निमंते समर्पित हेले पुणी आम्भे माने धार्मिक गणित हेबा निमंते उत्थापित हेले। आमेन। जीशु कहीं मरी गले जीशु कहीं क्रूस रे चलिले आम पाप पाई आम अपराध पाई आ जीशु कहीं उठिले वाक्य लिखाई आमर कौन निमंते से पुनरुत्थित हेले आम माने धार्मिक गणित हेबा निमंते उत्थापित हेले तार अन्य अर्थ जीशु जदि उठिले पाप को जय करी उठिले जीशु जदि उठिचंती मृत्यु को जय करी उठिले। एटी भौणी आम गीत गाउथले मोरण विजयी तापरे चलते गाइबा समते मृत्यु नाहुड़ भागी से हेले मृत्युंजयी मरण विजयी मृत्युर नाहड़ को भांगे ना भांगिले तार अर्थ होची जीशु पाप को जदि जीतिले मृत्यु को जदि जीतिले एटा कार पाप को जीतिले से कौन स्वर्गर पाप धरिक आसते से कौन स्वर्गर मृत्यु धरिक आसते जदि से पाप को जीतिले आपण पाप को जीतिले हालेलुया आमेन। जदि से मृत्यु को जीतिले से कार मृत्यु को जीतिले मोर मृत्यु को जीतिले हालेलुया। से निजर मृत्यु को जीति ना से स्वर्गर मृत्यु धरिक आसी नथिले जे स्वर्गर पाप धरिक आसी नथिले मात्र आम समस्त पाप को से मृत्यु को देई कि से समाप्त कले आउ कारण से जीशु से मृत्युंजय जीशु से पाप आमर मृत्यु को जय कले आ तृतीय दिवस रे डिक्लेयर कले उठिली कहि जदि जीशु उठिले तार अन्य अर्थ होची आप पापी ना आप धार्मिक जदि जीशु उठी नांती ताले आप पापी आमेन। आपण पाखे रहिला निष्पत्ति नै पाई जीशु क्लारिफाई करचंती कोन बोली से आमान को अपराध निमंते समर्पित हेले पुणी आमान धार्मिक गणित करंतु उत्थापित हेले जीशुकर पुनरुत्थान लक्षण प्रमाण होची आमर धार्मिकता आमेन। नुआपड़ा जिल्ला रे प्रत्येक भाई और भणी माने ए सत्य सुषमाचार को विश्वास करंतु आउ अपन प्रभु ठारू बहुत बहुत गुडे आशीर्वाद पांतु। मैं आशा करुची ए कांटाटार जो ड्रामा आपण देखिया को जाउचंती बहुत सुंदर भाव में
प्रभु जीशु ख्रीष्टर मृत्यु और पुनरुत्थान वास्तविक घटना जहाँ होता ता बिना माध्यम आप देखु आउ ईश्वर प्रेम को आप मन स्पर्शित हूँ। बहुत बहुत धन्यवाद। मु अल्प प्रार्थना करके सरेबी। धन्यवाद दौच प्रभु तुम गौरव प्रशंसा करुचु। तुम्हें आमको बहुत अनुग्रह देल। आज नुआपड़ा जिले में ये जगह प्रभु तुम मूल्यवान भाव में आमको जमा कर तुम ईश्वर कांटा को देखापी तुम वाक्य शुणा सुजोग देछ अनुग्रह देछ से धन्यवाद दिवटु। जदिव से पाग खराब है वर्षा है किंतु आसीथिबा प्रत्येक भाई भणी माने तुम संतान संतति माने धैर्य सहकार सार बसिले अपेक्षा कले तेणुक आम बेसी धन्यवाद दौचु। आउ जेपरी ए शेष पर्यंत जेपरी कांटाटा बहुत सुंदर भाव में हो पार आउ प्रत्येक भाई भणी हृदय भितर जीशुंकर प्रेम जीशुंकर जो हृदय अच्छी ताहा जेपरी से स्पर्शित हेबे विश्वास करेंगे ये प्रत्येक को तुम्हें आशीर्वाद करो। धन्यवाद ये प्रार्थना उद्धारकर्ता नाजरतीय प्रिय प्रभु जीशु ख्रीष्ट नाम मांगिलु आमेन। बहुत बहुत धन्यवाद। थैंक यू सो मच।